ପାରଳାଖେମୁଣ୍ଡି ରଥଯାତ୍ରାର ମୀନା ବଜାରରେ ଶିଶୁ ଶ୍ରମିକ ନିୟୋଜିତ, ପ୍ରଶାସନର ଦୃଷ୍ଟି ପଡ଼ିବ କେବେ? ମୀନା ବଜାରରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ଦେଖିବାକୁ ମିଳୁଛି। ଏଭଳି ଦୃଶ୍ୟ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡିଠାରେ ଅନୁଷ୍ଠିତ ହେଉଥିବା ରଥଯାତ୍ରାରେ ଦେଖିବାକୁ ମିଳୁଛି। ରଥଯାତ୍ରା ଉପଲକ୍ଷେ ଆସିଥିବା ମୀନା ବଜାରର ଛୋଟ ଛୋଟ ପିଲାମାନଙ୍କ ପାଇଁ ଆସିଥିବା ବିଭିନ୍ନ ଖେଳଗୁଡ଼ିକରେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବାର ଦୃଷ୍ଟିଗୋଚର ହୋଇଛି। ବିଶେଷ କରି ମିକି ମାଉସ, ୱାଟର ବୋଟ୍ ଗେମ୍, ଛୋଟ ରାମଦୋଳିଗୁଡ଼ିକରେ ଛୋଟ ଛୋଟ ପିଲାମାନେ କାମ କରୁଛନ୍ତି। ଛୋଟ ପିଲାଙ୍କୁ ଶ୍ରମିକ ଭାବେ କାମ କରିବାକୁ ସରକାର ବାରଣ କରିଛନ୍ତି। ଆଉ ଏଥି ନିମନ୍ତେ ଜିଲ୍ଲା ଶ୍ରମ ବିଭାଗ, ଶିଶୁ ସୁରକ୍ଷା ପ୍ରକଳ୍ପ ୟୁନିଟ୍ ଓ ଶିଶୁ ମଙ୍ଗଳ ସମିତି ବିଭିନ୍ନ ପ୍ରକାରର ସଚେତନ କାର୍ଯ୍ୟ ବର୍ଷ ସାରା କରୁଛନ୍ତି। ଏପରିକି ଜିଲ୍ଲାର ବିଭିନ୍ନ ସ୍ଥାନରେ ଯଥା ଗ୍ୟାରେଜ, ମଦ ଦୋକାନ, ହୋଟେଲ ସମେତ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ କରି ଜରିମାନା ଆଦାୟ କରିବା ସହ ବ୍ୟବସାୟିକ ପ୍ରତିଷ୍ଠାନର ମାଲିକମାନଙ୍କୁ ଚେତାବନୀ ଦେଉଛନ୍ତି। କିନ୍ତୁ ଜିଲ୍ଲାର ସଦର ମହକୁମାରେ ହେଉଥିବା ରଥଯାତ୍ରାରେ ଶିଶୁ ଶ୍ରମିକ ନିୟୋଜିତ ହେଉଛନ୍ତି, ତାହା ସେମାନଙ୍କ ଦୃଷ୍ଟିଗୋଚର କିପରି ହୋଇନାହିଁ ବୋଲି ସାଧାରଣରେ ଚର୍ଚ୍ଚା ପାଲଟିଛି।